ଅଭିଯୋଗ ଆସିଛି ମୁଖ୍ୟମନ୍ତ୍ରୀ ଗଞ୍ଜାମ ବିଜୁ ଜନତା ଦଳ ଡାକି ଯେଉଁ ନବୀନ ପଟ୍ଟନାୟକ ସମୀକ୍ଷା କରୁଥିଲେ ସେଥିରେ ଦୁଇ ଜଣ ସିଧାସଳଖ କହିଲେ ଦୁଇଟା କନଷ୍ଟିଟ୍ୟୁନ୍ସିର ଆସ୍କାରୁ ଆଉ ଗୋଟେ ଦୁଇଟା ଜାଗାରୁ ମାନସ ମଙ୍ଗରାଜ ଜଣଠୁ 40 ଲକ୍ଷ ନେଇଛନ୍ତି ଜଣଠୁ 60 ଲକ୍ଷ ଟଙ୍କା ଟିକେଟ୍ ପାଇଁ ନେଇଛନ୍ତି। ନବୀନ କହିଲେ ନନସେନ୍ସ। ତେଣୁ ମାନସ ମଙ୍ଗରାଜକୁ ନବୀନ ପୁଣି ନନସେନ୍ସ କଲେଣି। ତାଙ୍କ ଦ୍ୱାରା ଦିନକୁ ଦିନ ବନ୍ଦ ହେଉଛି। ବିଜେଡ଼ିରେ ଆଉ ଯିଏ ଉଠିବେ ମାନସଙ୍କ ବାଟ ବନ୍ଦ। ମାନସ ବିଜେଡ଼ି ଦଳକୁ ଗୋଟେ ଶାଗ ପଟାଳି ହେଉଥିଲେ ତ ଖାଲି କାଟି ଖାଉଥିଲେ। ସେ କଂଗ୍ରେସିଆ ଲୋକ ବିଜେଡ଼ିକୁ ଗୋଟେ ଦୁଆଳିଆ ଗାଈ ଯେମିତି ଭାବି ଦୁଇ ନେଇଛନ୍ତି। ହେଲେ ଗଞ୍ଜାମ ଜିଲ୍ଲାରେ ତାଙ୍କ ଘୋର ବିରୋଧ। ନବୀନ ପଟ୍ଟନାୟକ ବିପର୍ଯ୍ୟୟର ସବୁଠୁ ଟିକେ ହିରୋ। ଗଞ୍ଜାମ ଜିଲ୍ଲାକୁ ମାଟି କଟା ଲୋକ ପାଣ୍ଡିଆଙ୍କ କେତେ ଭୂମିକା ଅଛି ବେଶୀ ମାନସ ମଙ୍ଗରାଜର। ତେଣୁ ମାନସ ମାଇନସ୍। ମୁଖ୍ୟମନ୍ତ୍ରୀ ନନସେନ୍ସ କଲେଣି। ମାନସ ମାଇନସ୍ ଏଇ ହେଉଛି ବିଜେଡ଼ିର ରାଜନୀତି ଚାଲିଛି। ସବୁ ଜାଗାରେ ମାନସ ମଙ୍ଗରାଜର ଅଭିଯୋଗ ଭୁଲି ଖାଲି ଟଙ୍କା ଆଦାୟ କଲେ ଖବର କାଗଜ ଅମୁକ ହ୍ୟାଣ୍ଡ ପ୍ୟାଡ୍ ପୁରା ଖାଇଦେଲେ। ଖବର କାଗଜ ବଡ଼ ଘୋଟାଲା କଲେ। ଯୁଆଡ଼େ ଦେଖିବେ ମାନସ ମଙ୍ଗରାଜ ସବୁ ଅଳିଆ କରିଛନ୍ତି। ଟିକେଟ୍ ବିକିଆ କିଣିଆ କାହାଠୁ 7 ଏକର ଜମି ନେଇଯା କାହାଠୁ 8 କୋଟି ଟଙ୍କା ନେଇଯା ଟୋଟାଲ୍ ବ୍ୟବସ୍ଥାଟାକୁ ମାନସ ମଙ୍ଗରାଜ ବିଜେଡ଼ି ବିଶୃଙ୍ଖଳା କରି ବୁଡ଼ିଆ କଲେ ମାନସ ମଙ୍ଗରାଜ। ମାନସ ମଙ୍ଗରାଜ ନାଁରେ ଦଳୀୟ ଲୋକ ବି ଅଭିଯୋଗ ଆଣୁଛନ୍ତି ଯେ ସେ ଟିକେଟ୍ ବାଣ୍ଟିବା ନାଁରେ ପଇସାଟା ଇଏ କରୁଛନ୍ତି। ମୁଁ ଯେଉଁ ଅଭିଯୋଗ କଲି କିଏ ଯେଉଁ ନବୀନ ପଟ୍ଟନାୟକ ବିଜେଡ଼ି ଲୋକଙ୍କୁ ଡାକିଥିଲେ ବନ୍ଦ କରିବୁ। ନବୀନ ପଟ୍ଟନାୟକ ଯେଉଁ ଡାକିଥିଲେ ବିଜେଡ଼ି ସମୀକ୍ଷା ବୈଠକ ସେ ନିଜେ ସ୍ୱୟଂ ବିଧାୟକ ପ୍ରାର୍ଥୀ ହାରିଛନ୍ତି। ସେ କହିଲେ ଆଜ୍ଞା ଆମଠୁ ମାନସ ମଙ୍ଗରାଜ 60 ଲକ୍ଷ 40 ଲକ୍ଷ ନେଇଛନ୍ତି। ନବୀନ ନିଜେ ହୃଦବୋଧ କରିବେ ଯେ ମାନସ କ'ଣ କରୁଥିଲେ। ତେଣୁ ତାଙ୍କ ବାଟ କେତେ ବନ୍ଦ ହେବ ଆଗକୁ ନବୀନ ପଟ୍ଟନାୟକ ନାହାନ୍ତି। ତାପରେ ବିଗିଡ଼ିବେ କେବଳ ପାଣ୍ଡିଆନ ଛାଡ଼ିଲେ ଅତ୍ୟରେ ସେ କେତେବେଳେ ଫୋପାଡ଼ି ଦେଇଛନ୍ତି। ହେଲେ ମାନସ ସେ ତାଲିକାରେ ପଡ଼ିବେ। ମାନସ ମଙ୍ଗରାଜ ଆଉ ଦଳକୁ ଫେରିବେ। ସେ କ'ଣ ଦଳ କରୁଥିଲେ କି ଆସି ଦଲାଲି କରୁଥିଲେ। ସେ ଦଳ କ'ଣ ସଂଗଠନ କ'ଣ କରୁଥିଲେ। ଟଙ୍କା ଆଦାୟ କରୁଥିଲେ କୁଟେକୁ ଧରିକି ଏତେ ଟଙ୍କା ଆଦାୟ କରୁଥିଲେ। ସେ କ'ଣ ସଂଗଠନ ବଢ଼ଉଥିଲେ ନା ଭୋଟ୍ ବଢ଼ଉଥିଲେ। ଭୋଟ୍ ଭାଙ୍ଗିଲେ ଦଳକୁ ହରେଇଲେ ଆଉ କ'ଣ କରିବେ। ଫେରିଲେ ଆଉ ଦଳ ବୁଡ଼ିବ।